ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିଃସ୍ୱାର୍ଥପର ଭାବରେ ସମାଜସେବା କରୁଥିବା ଡାକ୍ତରମାନଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ, କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ। କୋଲକାତା ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ନାମ ପ୍ରକାଶ କରିବା ଏବଂ ଗଣମାଧ୍ୟମରେ ଭୁଲ ତଥ୍ୟ ଦେବା ନେଇ 2 ଡାକ୍ତରଙ୍କୁ ପୁଲିସର ଜେରା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍ଏସ୍ ନେତ୍ରୀ କେ କବିତାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନର ସମୀକ୍ଷା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି 15ଟି ଦେଶର 30 ଜଣ ସ୍ୱାସ୍ଥ୍ୟ ନୀତି ପ୍ରଣୟନକାରୀ। ନିଃସ୍ୱାର୍ଥପର ଭାବରେ ସମାଜସେବା କରୁଥିବା ଡାକ୍ତରମାନଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। କୋଲକାତା ଘଟଣା ସମ୍ପର୍କରେ ଆଜି ଆକାଶବାଣୀ ଚେନ୍ନାଇଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଡାକ୍ତରଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ବାଧ୍ୟ। 2047ରେ ଭାରତ ଏକ ମହାଶକ୍ତିରେ ପରିଣତ ହେବ ଏବଂ ସରକାର ଏହି ଦିଗରେ ନିଜର କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ମୁରୁଗାନ୍ କହିଛନ୍ତି। ଡିଏମ୍କେ ନେତୃତ୍ୱାଧୀନ ତାମିଲନାଡୁ ସରକାର କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକୁ ନିଜର ବୋଲି କହୁଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା 8,000 କୋଟି ଟଙ୍କା ଆବଣ୍ଟନ କରାଯାଇଥିଲେ ମଧ୍ୟ ଡିଏମ୍କେ କେନ୍ଦ୍ର ଅର୍ଥ ପ୍ରଦାନ କରୁନାହିଁ ବୋଲି ଅଭିଯୋଗ କରୁଛି। ଗତକାଲିର ସ୍ମାରକୀ ମୁଦ୍ରା କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଏହା ରାଜନୈତିକ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ ଜୀବନ ବୀମା ପାଇଁ ବୀମା ଏବଂ ପିଏମ୍ ସୁରକ୍ଷା ଯୋଜନା ଦିଆଯାଇଛି। ମନ୍ତ୍ରୀ ଗଣମାଧ୍ୟମ ୟୁନିଟ୍ଗୁଡ଼ିକର ସମସ୍ତ କାର୍ଯ୍ୟକଳାପର ସମୀକ୍ଷା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସମସ୍ତ ଗଣମାଧ୍ୟମ ୟୁନିଟ୍ର ଦାୟିତ୍ୱ ବୋଲି ସେ କହିଛନ୍ତି। ଶ୍ରୀ ମୁରୁଗାନ୍ କଲ୍ୟାଣମୂଳକ ଯୋଜନାଗୁଡ଼ିକ ବିଷୟରେ ସୂଚନା ଆଦାନ ପ୍ରଦାନ କରିବାରେ ସକ୍ରିୟ ହେବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ତାମିଲନାଡୁ, ଆନ୍ଧ୍ର, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା ଓ ପୁଡୁଚେରୀର ପତ୍ର ସୂଚନା କାର୍ଯ୍ୟାଳୟ, କେନ୍ଦ୍ରୀୟ ଯୋଗାଯୋଗ ବିଭାଗ, କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣୀକରଣ ପରିଷଦ, ପ୍ରକାଶନ ପ୍ରଭାଗ ଏବଂ ଆକାଶବାଣୀ ଓ ଦୂରଦର୍ଶନର ଆଞ୍ଚଳିକ ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ। ଡାକ୍ତର କୁନାଲ ସରକାର ଏବଂ ଡାକ୍ତର ସୁବର୍ଣ୍ଣା ଗୋସ୍ୱାମୀ ଆଜି କୋଲକାତା ପୁଲିସ ମୁଖ୍ୟାଳୟରେ ହାଜର ହୋଇଛନ୍ତି। ଆର୍ଜିକର ମାମଲାର ପୀଡ଼ିତାଙ୍କ ନାମ ପ୍ରକାଶ କରିବା ଏବଂ ସାମାଜିକ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରଚାର କରିବା ଘଟଣାରେ ସେମାନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ବହୁ ସଂଖ୍ୟକ ଡାକ୍ତର ସେହି 2 ଡାକ୍ତରଙ୍କ ସହ କୋଲକାତା ପୁଲିସ ମୁଖ୍ୟାଳୟକୁ ମଧ୍ୟ ଯାଇଥିଲେ। କୋଲକାତାର ନର୍ସିଂ କଲେଜ ଅଫ୍ ମେଡିସିନ୍ ଏବଂ ସାଗର ଦତ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ନର୍ସମାନେ ଆଜି ଆର୍ଜିକର ମେଡିକାଲ କଲେଜ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏକ ରାଲିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ହସ୍ପିଟାଲ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ବିରୋଧ କରୁଥିବା କନିଷ୍ଠ ଡାକ୍ତରମାନେ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ। ବିଶ୍ୱ ସଂସ୍କୃତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଏହି ଭାଷା ପ୍ରତି ଆଗ୍ରହୀ ଏବଂ ଏହାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି ବିଆର୍ଏସ୍ ନେତ୍ରୀ କେ କବିତାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ। ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟ କବିତାଙ୍କ ଆବେଦନ ଉପରେ ବିଚାର କରିବାକୁ ରାଜି ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ ଜବାବ ଦାଖଲ କରିବାକୁ କହିଥିଲେ। ତଦନ୍ତକାରୀ ସଂସ୍ଥାର ପକ୍ଷ ନ ଶୁଣି କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଥିଲେ। ଦିଲ୍ଲୀ ହାଇକୋର୍ଟ ଗତ ମାସ 1 ତାରିଖରେ ବିଆର୍ଏସ୍ ମୁଖ୍ୟ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ଜାମିନ ନାମଞ୍ଜୁର କରିଥିଲେ। ମଧ୍ୟପ୍ରଦେଶର ସିଙ୍ଗରୌଲି ସ୍ଥିତ ନର୍ଦର୍ଣ୍ଣ କୋଲଫିଲ୍ଡସ ଲିମିଟେଡ୍ ଏନ୍ସିଏଲ୍ର ମ୍ୟାନେଜରଙ୍କ ସମେତ 4 ଜଣଙ୍କୁ ଲାଞ୍ଚ ଏବଂ ଦୁର୍ନୀତି ଅଭିଯୋଗରେ ସିବିଆଇ ଗିରଫ କରିଛି। ସମ୍ପୃକ୍ତ ମ୍ୟାନେଜରଙ୍କ ଘରେ ଚଢ଼ାଉ ବେଳେ ନଗଦ ପ୍ରାୟ 4 କୋଟି ଟଙ୍କା ଜବତ କରାଯାଇଛି। ଏଜେନ୍ସି କହିଛି ଯେ ସିଙ୍ଗରୌଲିର ଏନ୍ସିଏଲ୍ରେ କାର୍ଯ୍ୟ କରିବା ପାଇଁ ଅନୁଗ୍ରହ ବଦଳରେ ଅନେକ ଠିକାଦାର ଏବଂ ଅଧିକାରୀଙ୍କଠାରୁ ଏହି ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ଏଜେନ୍ସି କହିଛି ଯେ ଦ୍ୱିତୀୟ ବ୍ୟକ୍ତି ମଧ୍ୟପ୍ରଦେଶରେ ଏକ ଫାର୍ମ ଚଳାଉଥିଲେ ଏବଂ ବିଭିନ୍ନ ଠିକାଦାର, ବ୍ୟବସାୟୀ ଏବଂ ଏନ୍ସିଏଲ୍ର ଅନେକ ଅଧିକାରୀଙ୍କ ମଧ୍ୟରେ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଥିଲେ ଓ ସେମାନଙ୍କୁ ଲାଞ୍ଚ ମଧ୍ୟ ଦେଉଥିଲେ।
ଏଜେନ୍ସି କହିଛି ଯେ ଅଭିଯୁକ୍ତଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି ଏବଂ ସିବିଆଇର ଏକ ଟିମ୍ ସିଙ୍ଗରୌଲି, ଜବଲପୁର ଏବଂ ନୋଏଡାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ବିପୁଳ ପରିମାଣର ନଗଦ ଟଙ୍କା, ଡିଜିଟାଲ ଡିଭାଇସ୍ ଓ ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 23 अगस्त 2023 को चंद्रयान 3 चंद्रमा के दक्षिणी ध्रुव क्षेत्र में अवतरित हुआ। भारत सरकार ने 23 अगस्त को राष्ट्रीय अंतरिक्ष दिवस के रूप में घोषित किया है। अंतरिक्ष विभाग अन्य मंत्रालयों विभागों के साथ मिलकर पूरे देश में यह समारोह धूमधाम से मना रहा है। आइए हम सब साथ मिलकर 23 अगस्त 2024 को पहला राष्ट्रीय अंतरिक्ष दिवस मनाएं। इस वर्ष के लिए चुना गया विषय है जीवन का उत्कर्ष भी और चंद्र का स्पर्श भी, भारत की अंतरिक्ष गाथा। केन्द्र अर्थमंत्री निर्मला सीतारमण आज नुआदिल्ली राष्ट्रायत्त बैंकଗୁଡ଼ିକର ପ୍ରଦର୍ଶନର ସମୀକ୍ଷା କରିଛନ୍ତି। ଏଥିରେ ଆର୍ଥିକ ସେବା ବିଭାଗର ସଚିବ ଡକ୍ଟର ବିବେକ ଯୋଶୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମତୀ ସୀତାରମଣ ଜମା ଅଭିବୃଦ୍ଧି, କ୍ରେଡିଟ୍ ଟୁ ଡିପୋଜିଟ୍ ଅନୁପାତ ଏବଂ ସମ୍ପତ୍ତିର ଗୁଣବତ୍ତା ସମୀକ୍ଷା କରିଥିଲେ। ଏଗୁଡ଼ିକ ବ୍ୟାଙ୍କ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ସୂଚକ ଅଟେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ ସୂର୍ଯ୍ୟଘର ଏବଂ ପିଏମ୍ ବିଶ୍ୱକର୍ମା ଯୋଜନା ଭଳି ସରକାରୀ ପଦକ୍ଷେପ ଅଧୀନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନର ମଧ୍ୟ ଅର୍ଥମନ୍ତ୍ରୀ ମୂଲ୍ୟାଙ୍କନ କରିଥିଲେ। ମୋଦି ସରକାରଙ୍କ ତୃତୀୟ ପାଳିରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୀତାରମଣଙ୍କ ଏହା ହେଉଛି ପ୍ରଥମ ସମୀକ୍ଷା ବୈଠକ। ପରେ ଅର୍ଥମନ୍ତ୍ରୀ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ତେଲଙ୍ଗାନାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଆଜି ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି, ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀ, ତେଲଙ୍ଗାନାର ଦଳୀୟ ବ୍ୟାପାର ପ୍ରଭାରୀ ଦୀପା ଦାସ ମୁନ୍ସି ରାଜ୍ୟ ବିଧାନସଭାର ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଉପସ୍ଥିତ ଥିଲେ। 15ଟି ଦେଶର 30 ଜଣ ସ୍ୱାସ୍ଥ୍ୟ ନୀତି ପ୍ରଣୟନକାରୀ ଆଜିଠାରୁ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଫାର୍ମାକୋପିଆ କମିଶନର ମିଳିତ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଗସ୍ତ ଆୟୋଜନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଏହି ଗସ୍ତ ସମୟରେ ନୀତି ନିର୍ମାତା ଏବଂ ବିଶେଷଜ୍ଞମାନେ ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ଏବଂ ଭାରତୀୟ ଫାର୍ମାକୋପିଆକୁ ସ୍ୱୀକୃତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋତ୍ତମ ବ୍ୟବସ୍ଥା, ଦକ୍ଷତା ବୃଦ୍ଧି ଏବଂ ଗୁଣବତ୍ତା ନିୟନ୍ତ୍ରଣ ସମେତ ଆଇପିସି ସହିତ ସହଯୋଗ ଉପରେ ଆଲୋଚନା ହେବ। ବିଶେଷଜ୍ଞମାନେ ଆଗ୍ରା ଏବଂ ହାଇଦ୍ରାବାଦ ଗସ୍ତ କରି ଜନଔଷଧି କେନ୍ଦ୍ର ଏବଂ ଔଷଧ ଓ ଟିକା ଉତ୍ପାଦନ ୟୁନିଟ୍ ଏବଂ ଗବେଷଣା ପରୀକ୍ଷାଗାର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦିଲ୍ଲୀ ପକ୍ଷରୁ ରକ୍ତବାହିକାରେ ଦୁର୍ବଳତା କାରଣରୁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ସଚେତନତା ନେଇ ଏକ ଅଧିବେଶନର ଆୟୋଜନ କରିଥିଲେ। ଏହି ଅଧିବେଶନରେ ଆମେରିକାର ବାଇଲର କଲେଜ ଅଫ୍ ମେଡିସିନ୍ର ରେଡିଓଲୋଜି ବିଭାଗର ପ୍ରଫେସର ତଥା ନ୍ୟୁରୋସର୍ଜନ ଜାକ୍ସ ମୋରେଟ୍ ଏହି ରୋଗର କାରଣ ଏବଂ ଚିକିତ୍ସା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ପୁରୁଣା ପଦ୍ଧତି ତୁଳନାରେ ଯଥେଷ୍ଟ ଆଧୁନିକ ଓୱେନ୍ ଏଣ୍ଡ୍ରୋବିଜ୍ କୌଶଳ ମାଧ୍ୟମରେ ମସ୍ତିଷ୍କ ଆନ୍ୟୁରିଜିମ୍ର ସହଜ ଚିକିତ୍ସା କରାଯାଇପାରିବ ବୋଲି ସେ କହିଛନ୍ତି। ଏହି ପଦ୍ଧତିରେ ଆରୋଗ୍ୟ ହାର 70ରୁ 80% ବୋଲି ସେ କହିଛନ୍ତି। ଏହି ଅଧିବେଶନରେ ନ୍ୟୁରୋସର୍ଜନ ଜାକ୍ସ ମୋରେଟ୍ ଏହି ରୋଗର ଚିକିତ୍ସାରେ ପ୍ରଯୁକ୍ତି ବିଦ୍ୟାର ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏମ୍ସର ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ପ୍ରଫେସର ଏସ୍ ଗାଇକ୍ୱାଡ୍ ମଧ୍ୟ ଦେଶରେ ନ୍ୟୁରୋସାଇନ୍ସର ଅଧ୍ୟୟନ ଉପରେ ଆଲୋଚନା କରିଥିଲେ। ପଶ୍ଚିମ ନେପାଳର ବଝାଙ୍ଗ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ 7 ଜଣଙ୍କ ମୃତ୍ୟୁ ଘଟିଛି। 4 ଜଣ ଲୋକ ସେମାନେ ରହୁଥିବା ଘରେ ଭୂସ୍ଖଳନ ଯୋଗୁଁ ପୋତି ହୋଇଯାଇଥିଲେ, ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ତେବେ ମାଟିରେ ପୋତି ହୋଇଥିବା ଅନ୍ୟ 6 ଜଣଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ମହାକାଳୀ ରାଜପଥର ଗୋକୁଳେଶ୍ୱର ଖଲଙ୍ଗା ସେକ୍ସନରେ ରାତିସାରା ବର୍ଷା ଯୋଗୁଁ ଭୂସ୍ଖଳନ ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣାଲି ପ୍ରଦେଶର ଜାଜରକୋଟରେ ଆଜି ସକାଳେ ଭୂସ୍ଖଳନରେ ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଃସ୍ୱାର୍ଥପର ଭାବରେ ସମାଜସେବା କରୁଥିବା ଡାକ୍ତରମାନଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ, କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ। କୋଲକାତା ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ନାମ ପ୍ରକାଶ କରିବା ଏବଂ ଗଣମାଧ୍ୟମରେ ଭୁଲ ତଥ୍ୟ ଦେବା ନେଇ 2 ଡାକ୍ତରଙ୍କୁ ପୁଲିସର ଜେରା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍ଏସ୍ ନେତ୍ରୀ କେ କବିତାଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତାକାଲି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନର ସମୀକ୍ଷା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଏବଂ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି 15ଟି ଦେଶର 30 ଜଣ ସ୍ୱାସ୍ଥ୍ୟ ନୀତି ପ୍ରଣୟନକାରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।